ଆମେ ତ ସେମାନେ ବୁଡ଼ିକି ତା ପାଣି ଭିତରେ ଗୋଟେ ବଡ଼ଟାକୁ ଆମେ ଫାଷ୍ଟ ଟେକି ଆଣିଲୁ। ବଡ଼ଟାକୁ ଆମେ ପଞ୍ଚିଂ କଲୁ, ତା ପାଟିରୁ ବାନ୍ତି ବାହାରି ପଡ଼ିଲା। ଆମେ ଭାବିଲୁ ସିଏ ବଞ୍ଚିଯିବ, ତାକୁ ଟେକିକି ଫାଷ୍ଟ ଲୋକଙ୍କୁ ପଠେଇକି ତାକୁ ମେଡ଼ିକାଲ ପଠେଇଦେଲୁ। ପୁଣି ସାନଟା ପାଇଁ ଆମେ 2 ଜଣ ବୁଡ଼ିଲୁ। ଗୋଟେ ହେଲା ହାପି ପୂର୍ଣ୍ଣ ପୁଅ, ଆଉ ଗୋଟେ 3 ମୁହାଣୀର ଗୋଟେ ପିଲାଟେ, ମୁଁ ନିଜେ ବୁଡ଼ି 3-4 ଥର ବୁଡ଼ିଲା ପରେ ଅକାତ କାତ ପାଣିକି ଆମେ ସମ୍ଭାଳି ପାରୁନୁ। ବହୁତ ସେଠି ଡଙ୍ଗାର କାତ ପାଉନି। ଆମେ ସେଠି ତଳକୁ ବୁଡ଼ିଲା ପରେ ଲାଷ୍ଟକୁ ଆମେ ଯେତେବେଳେ ଆସିଲୁ ସେ ହାତରେ ବାଜିଲା, ହାପି ହାତରେ। ହାପି ଏକା ଟେକିକି ଆଣିକି ଡାଇରେକ୍ଟ ତ ମେଡ଼ିକାଲ ନେଇକି ତାଙ୍କୁ ଗଲୁ। ସମସ୍ତେ ଆଉ ଗୋଟେ 13 ଖଣ୍ଡେ ହବ। 2 ଭାଇ ତ ବାବୁରାୟ କାବୁରାୟ। ଚନ୍ଦନପୁରରେ ବି ତାଙ୍କ ପରିବା ଦୋକାନ ନନ୍ଦରାୟ ବୋଲି କହିଲେ ସମସ୍ତେ ଜାଣନ୍ତି। ଆମେ ତ ସେମାନେ ବୁଡ଼ିକି ତା ପାଣି ଭିତରେ ଗୋଟେ ବଡ଼ଟାକୁ ଆମେ ଫାଷ୍ଟ ଟେକି ଆଣିଲୁ। ବଡ଼ଟାକୁ ଆମେ ପଞ୍ଚିଂ କଲୁ, ତା ପାଟିରୁ ବାନ୍ତି ବାହାରି ପଡ଼ିଲା। ଆମେ ଭାବିଲୁ ସିଏ ବଞ୍ଚିଯିବ, ତାକୁ ଟେକିକି ଫାଷ୍ଟ ଲୋକଙ୍କୁ ପଠେଇକି ତାକୁ ମେଡ଼ିକାଲ ପଠେଇଦେଲୁ। ପୁଣି ସାନଟା ପାଇଁ ଆମେ 2 ଜଣ ବୁଡ଼ିଲୁ। ଗୋଟେ ହେଲା ହାପି ପୂର୍ଣ୍ଣ ପୁଅ, ଆଉ ଗୋଟେ 3 ମୁହାଣୀର ଗୋଟେ ପିଲାଟେ, ମୁଁ ନିଜେ ବୁଡ଼ି 3-4 ଥର ବୁଡ଼ିଲା ପରେ ଅକାତ କାତ ପାଣିକି ଆମେ ସମ୍ଭାଳି ପାରୁନୁ। ବହୁତ ସେଠି ଡଙ୍ଗାର କାତ ପାଉନି। ଆମେ ସେଠି ତଳକୁ ବୁଡ଼ିଲା ପରେ ଲାଷ୍ଟକୁ ଆମେ ଯେତେବେଳେ ଆସିଲୁ ସେ ହାତରେ ବାଜିଲା, ହାପି ହାତରେ। ହାପି ଏକା ଟେକିକି ଆଣିକି ଡାଇରେକ୍ଟ ତ ମେଡ଼ିକାଲ ନେଇକି ତାଙ୍କୁ ଗଲୁ। ସମସ୍ତେ ଆଉ ଗୋଟେ 13 ଖଣ୍ଡେ ହବ। 2 ଭାଇ ତ ବାବୁରାୟ କାବୁରାୟ। ଚନ୍ଦନପୁରରେ ବି ତାଙ୍କ ପରିବା ଦୋକାନ ନନ୍ଦରାୟ ବୋଲି କହିଲେ ସମସ୍ତେ ଜାଣନ୍ତି।